ମାତା କୁନ୍ତୀଙ୍କର ପଞ୍ଚପୁତ୍ର ଯଦି ତୁମର ସ୍ୱାମୀ, ତେବେ କର୍ଣ୍ଣ ସେ ସୁଯୋଗରୁ ବଞ୍ଚିତ ହେବେ କାହିଁକି? କର୍ଣ୍ଣ ମାତା କୁନ୍ତୀଙ୍କର ଧର୍ମପୁତ୍ର, ତେଣୁ ତୁମେ ତାଙ୍କୁ ମଧ୍ୟ ପତି ପଦରେ ବରଣ କଲେ ତୁମର ଅଧର୍ମ ହେବନି। ଦୁଃଶାସନର କଥାରେ ମୋର ସର୍ବାଙ୍ଗ ଭାଗ ଘୃଣାରେ କଣ୍ଟକିତ ହୋଇଗଲା। ମୁଁ ଦୁଃଶାସନକୁ ଏକ ଘୃଣିତ କଟାକ୍ଷ ହାଣି ମୁହଁ ଫେରାଇ ମୋର ସହଚରୀମାନଙ୍କ ଦିଗରେ ଚାଲିବାକୁ ଆରମ୍ଭ କଲି। କର୍ଣ୍ଣଙ୍କୁ ତୀର୍ଯ୍ୟକ ଭାବରେ ଏତିକି ମାତ୍ର କହିଲି, ପରସ୍ତ୍ରୀର ଅପମାନ ଯେ କରେ ସେ ନରାଧମ, କିନ୍ତୁ ଯିଏ ସେ ଅସମ୍ମାନକୁ ନୀରବରେ ଅନୁମୋଦନ କରି ପ୍ରୋତ୍ସାହନ କରେ ସେ ମହାପାପୀ। ଉଭୟଙ୍କୁ ମୁଁ ଘୃଣା କରେ। ଉତ୍ତପ୍ତ ଲୌହଖଣ୍ଡ ପରି ଲାଲ ପଡ଼ିଯାଇଥିବା ମୋର ଚେହେରାକୁ ସଗୌରବେ ଲକ୍ଷ୍ୟ କରୁ କରୁ କର୍ଣ୍ଣ ମୋର ପଥରୋଧ କଲେ। ହାତ ଯୋଡ଼ି କହିଲେ, ଦେବୀ ଦ୍ରୌପଦୀ, ମହାପାପୀ କର୍ଣ୍ଣ ତାର ବନ୍ଧୁ ଦୁଃଶାସନର ବ୍ୟବହାର ପାଇଁ କ୍ଷୋଭ ପ୍ରକାଶ କରୁଛି, କ୍ଷମା ପ୍ରାର୍ଥନା କରୁଛି। ଆପଣଙ୍କୁ ରଥରେ ବସାଇ ମାଙ୍କ ନିକଟରେ ପହଞ୍ଚାଇବା ମୋର କର୍ତ୍ତବ୍ୟ। ମୋର ପତ୍ନୀ ଋତୁବତୀ ମଧ୍ୟ ଆପଣଙ୍କୁ ସଙ୍ଗଦାନ କରିବେ। ନାରୀର ଜୀବନ ରକ୍ଷା କରିବା ଅପେକ୍ଷା ତାର ସମ୍ମାନ ରକ୍ଷା କରିବା ଜଣେ ପୁରୁଷ ପକ୍ଷେ ବେଶୀ ସ୍ପୃହଣୀୟ। ତେଣୁ ଆପଣଙ୍କୁ ଏମିତି ଭାବରେ ପାଦରେ ଚାଲି ଚାଲି ଯିବା ପାଇଁ ମୁଁ ଦେବି ନାହିଁ। ମୁଁ ଦେଖିଲି ମୋ ସମ୍ମୁଖରେ କର୍ଣ୍ଣପତ୍ନୀ ଋତୁବତୀ ଉଭା। ସେ ମୋର ହାତ ଧରି ରଥ ନିକଟକୁ ନେଇଗଲେ। ସସମ୍ମାନ ନିଜ ଆସନଟି ମୋ ପାଇଁ ଛାଡ଼ିଦେଲେ। ରଥ ଚାଲିବା ମାତ୍ରେ ସେ କହିଲେ, ଆପଣଙ୍କୁ ଦେଖିବା ପାଇଁ ଅନେକ ଦିନରୁ ପ୍ରବଳ ଆକାଂକ୍ଷା ଥିଲା। ମୋର ସ୍ୱାମୀ ଆପଣଙ୍କର ଏତେ ପ୍ରଶଂସା କରନ୍ତି ଯେ ଭାବିଥିଲି ସେ ହୁଏତ କୌଣସି କଳ୍ପନାର ନାୟିକାକୁ ହିଁ ମୋ ସମ୍ମୁଖରେ ରୂପାୟିତ କରୁଛନ୍ତି। ମାତ୍ର ଆଜି ଆପଣଙ୍କୁ ଦେଖି ହୃଦବୋଧ ହେଉଛି ମୋର ସ୍ୱାମୀ ଯେପରି ସଂଯମୀ ପୁରୁଷ ହୋଇନଥିଲେ ଆପଣଙ୍କୁ ପାଇବା ପାଇଁ ସ୍ୱୟଂବର ସଭାରେ ରକ୍ତାକ୍ତ ସଂଘର୍ଷ କରିଥାନ୍ତେ। ମନେ ମନେ ଭାବିଲି, କର୍ଣ୍ଣ ପୁଣି ମୋର କି ପ୍ରଶଂସା କରନ୍ତି? ସ୍ୱୟଂବର ସଭାରେ ମୋ ପାଇଁ ଯେ ଯେଉଁ ଘୋର ଅପମାନ ପାଇଛନ୍ତି, ତାପରେ ତାଙ୍କ ମୁହଁରେ ମୋର ପ୍ରଶଂସା ଲଙ୍କାରେ ହରିଶବ୍ଦ ପରି ନୁହେଁ କି? ଋତୁମତୀ ମୋତେ ସପ୍ରଶଂସ ଦୃଷ୍ଟିରେ ଚାହିଁ କହିଲେ, ପ୍ରକୃତରେ ମୁଁ ସିନା କର୍ଣ୍ଣଙ୍କର ପତ୍ନୀ, ତୁମେ କିନ୍ତୁ ତାଙ୍କର ପ୍ରେରଣାର ଉତ୍ସ। ସେ ଆଜି ନିଜ ପୁରୁଷାକାରକୁ ସାବ୍ୟସ୍ତ କରିବାରେ ଯେଉଁ ଅଟଳ ପ୍ରତିଜ୍ଞା ନେଇ ଯାତ୍ରା ଆରମ୍ଭ କରୁଛନ୍ତି, ତାହା କେବଳ ତୁମରି ପାଇଁ ସମ୍ଭବ। ସେଦିନ ସ୍ୱୟଂବର ସଭାରେ ତାଙ୍କର ପୁରୁଷାକାର ବିପର୍ଯ୍ୟୟର ସମ୍ମୁଖୀନ ହୋଇନଥିଲେ ସେ ଏପରି ପ୍ରତିଜ୍ଞା କରିନଥାନ୍ତେ। ପୁରୁଷ ସବୁ ପ୍ରକାର ବିଫଳତାକୁ ବରଦାସ୍ତ କରିପାରେ, କିନ୍ତୁ ନାରୀ ଦ୍ୱାରା ପ୍ରତ୍ୟାଖ୍ୟାତ ହେବାର ବିଫଳତାକୁ ସେ ବରଦାସ୍ତ କରିପାରେ ନାହିଁ। କର୍ଣ୍ଣଙ୍କ ଜୀବନରେ ଚରମ ବିଫଳତା ହେଉଛି ତମେ। ପୁଣି କର୍ଣ୍ଣଙ୍କ ଜୀବନରେ ଯଦି କିଛି ସଫଳତା ଆସେ, ତା ମଧ୍ୟ ତୁମେ। ତୁମକୁ ନ ପାଇବାର ବିଫଳତା ହିଁ କର୍ଣ୍ଣଙ୍କ ଜୀବନରେ ପ୍ରତିଟି କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରେ। ତେଣୁ ଯାଜ୍ଞସେନୀ, ତୁମେ ମୋର ନମସ୍ୟା। ମୋ ସ୍ୱାମୀଙ୍କ ହୃଦୟରେ ଯିଏ ପ୍ରତିଟି ମୁହୂର୍ତ୍ତରେ ସ୍ପନ୍ଦନ, ତାଙ୍କୁ କର୍ଣ୍ଣପତ୍ନୀ ଋତୁବତୀ ଈର୍ଷା କରେ ନାହିଁ, ସମ୍ମାନ କରେ। ମୋ ସ୍ୱାମୀଙ୍କ ଭଳି ପୁରୁଷଶ୍ରେଷ୍ଠ ପାଇଁ ଆପଣ ମୋର ଉପଯୁକ୍ତ ନାରୀ। ଏକଥା ଜାଣିବା ପରେ ମୁଁ ନିଜକୁ ହେୟ ମଣୁଛି। ଭାବୁଛି ମୋ ସ୍ୱାମୀଙ୍କ ପାଇଁ ମୁଁ କେତେ ଅନୁପଯୁକ୍ତା। ମୁଁ ସମ୍ପୂର୍ଣ୍ଣ ଅନ୍ୟମନସ୍କା ହୋଇପଡ଼ିଥାଏ। ପ୍ରଥମ ଥର ପାଇଁ ମୋର ହୃଦୟ ସ୍ୱୀକାର କରୁଥାଏ ଯେ କର୍ଣ୍ଣଙ୍କ ପ୍ରତି ଅବିଚାର ହୋଇଛି। ମୋର ଘୋର ଅନ୍ୟାୟ ହୋଇଛି ତାଙ୍କ ପ୍ରତି। ସେଦିନ ମୋର ଭାଇ ଧୃଷ୍ଟଦ୍ୟୁମ୍ନ ସ୍ୱୟଂବର ସଭାରେ କର୍ଣ୍ଣଙ୍କୁ ବାଧା ଦେଇନଥିଲେ ହୁଏତ କର୍ଣ୍ଣ ହିଁ ହୋଇଥାନ୍ତେ ପାଞ୍ଚାଳ ରାଜା ଦ୍ରୁପଦଙ୍କର ଯୋଗ୍ୟତମ ଜାମାତା। ଜନ୍ମ ଉପରେ ମଣିଷର ନିୟନ୍ତ୍ରଣ ନାହିଁ, ନିୟନ୍ତ୍ରଣ ଅଛି କର୍ମ ଉପରେ। ଅଥଚ ନିଜର ଅଭିଶପ୍ତ ଜନ୍ମ ଇତିହାସ ପାଇଁ କୁନ୍ତୀଙ୍କର ଧର୍ମପୁତ୍ର କର୍ଣ୍ଣ ଜୀବନର ପ୍ରତି ପଦେ ପଦେ ନ୍ୟାର୍ଯ୍ୟ ପ୍ରାପ୍ୟରୁ ବଞ୍ଚିତ ହେବା ପାଇଁ ଅନ୍ୟାୟ ଏବଂ ଅବିଚାର ଆଉ କ'ଣ ଅଛି? ଅନିଚ୍ଛା ସତ୍ତ୍ୱେ ମନଟା ବାରମ୍ବାର କର୍ଣ୍ଣଙ୍କ ପାଇଁ ଦ୍ରବୀଭୂତ ହୋଇଯାଉଥାଏ। ସହାନୁଭୂତିରେ କି ସ୍ନେହ ଭାବରେ ମୁଁ ନିଜେ ବି ବୁଝିପାରୁନଥାଏ। ଯିଏ ଆଜି ମୋ ସ୍ୱାମୀମାନଙ୍କର ପରମ ଶତ୍ରୁ ହେବା ପାଇଁ ଦୃଢ଼ ପ୍ରତିଜ୍ଞ, ତାଙ୍କ ପାଇଁ ମୋ ମନ ଢଳିଥାଏ। ଏହାଠାରୁ ବିଚିତ୍ର ଆଉ କ'ଣ ଅଛି? ପ୍ରକୃତରେ ମନ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କାହାର ଅଛି ଏ ସଂସାରରେ? ତଥାପି ଅବାଧ୍ୟ ମନକୁ ଶାସନ କରିବାକୁ ହୁଏ। ବିବେକର ଛାଟ ମାରି ତାକୁ ବାରମ୍ବାର ରକ୍ତାକ୍ତ କରି ଅବାଟରୁ ଫେରାଇ ଆଣିବାକୁ ହୁଏ। ଯିଏ ତା କରି ନ ପାରେ, ସେ ଅବାଟରେ ପାଦ ବଢ଼େଇ ରାସ୍ତା ହଜାଇ ଦିଏ, ଲକ୍ଷ୍ୟସ୍ଥଳ ହରାଏ। ମରୁଭୂମିର ମରୀଚିକାକୁ ଜଳ ମନେକରି ତୃଷାରେ ଜଳୁଥାଏ ଚିରଦିନ। ମୁଁ ବି ଶାସନ କଲି ନିଜକୁ। କର୍ଣ୍ଣଙ୍କ ପାଇଁ ମୁଁ କାହିଁକି ଭାବି ହେଉଛି? ସ୍ୱୟଂବର ସଭାରେ ଯେତେ ରାଜପୁତ୍ର ବ୍ୟର୍ଥ ମନୋରଥ ହୋଇ ଫେରିଗଲେ, ସମସ୍ତଙ୍କ ପାଇଁ ସାରା ଜୀବନ ମୁଁ ଭାବନା କରିବି ବୋଲି କେଉଁଠାରେ କ'ଣ ଲେଖା ଅଛି? ଯିଏ ହାରିଯାଏ, ଦୁଃଖ ତାର। ଜିତିବା ଲୋକ ସମସ୍ତଙ୍କର କରତାଳି ନିଏ। ହାରିବା ଲୋକ ପାଇଁ କେହି ସମବେଦନାର ଦୀର୍ଘଶ୍ୱାସଟିଏ ପକାଏ ନାହିଁ ତ? ଇନ୍ଦ୍ରପ୍ରସ୍ଥର ରାଜପ୍ରସାଦ ସମ୍ମୁଖରେ ରଥ ଅଟକିଗଲା। ମୁଁ ରଥରୁ ଓହ୍ଲାଇଲି। କର୍ଣ୍ଣ ନମ୍ରତା ସହକାରେ ହାତ ଯୋଡ଼ି କହିଲେ, ଦେବୀ, ଏଥର ବିଦାୟ ଦିଅନ୍ତୁ। ମୋର ପରମ ସୌଭାଗ୍ୟ ଯେ ଆଜି ଆପଣଙ୍କ ଅମୂଲ୍ୟ ଜୀବନ ରକ୍ଷା କରିବାର ମହାର୍ଘ୍ୟ ସୁଯୋଗ ମୋତେ ମିଳିଛି।
ଭୟ ହେଉଥିଲା ଜଳରେ ଭାସିଯିବା ଅବସ୍ଥାରେ ବି ଆପଣ କାଳେ ମୋତେ ଚିହ୍ନି ପକାଇବେ ଏବଂ ସୁତପୁତ୍ର ବୋଲି ମୋର ସାହାଯ୍ୟକୁ ପ୍ରତ୍ୟାଖ୍ୟାନ କରି ମୃତ୍ୟୁକୁ ଶ୍ରେୟ ମଣିବେ। କିନ୍ତୁ ଈଶ୍ୱରଙ୍କ କୃପାରୁ ଆପଣ ମୋତେ ସେତେବେଳେ ଚିହ୍ନି ପାରିନାହାନ୍ତି। କର୍ଣ୍ଣଙ୍କ କର୍ଣ୍ଣସ୍ୱରରେ ବାଳକ ସୁଲଭ ଅଭିମାନର ସ୍ପର୍ଶ ବାରି ହୋଇ ପଡ଼ୁଥିଲା। ଅନାୟାସରେ ମୁଁ କହିଦେଲି, ସେଦିନର ଘଟଣା ପାଇଁ ମୁଁ ଦୁଃଖିତ। ବେଳେବେଳେ ଅଜ୍ଞତା ଯୋଗୁଁ ମଣିଷ ଆଉ ଜଣକୁ ଆଘାତ ଦିଏ। ବେଳେବେଳେ ଇଚ୍ଛା ନ କଲେ ମଧ୍ୟ ଅପରକୁ ଆଘାତ ଦେବା ଆବଶ୍ୟକ ପଡ଼େ। ମଣିଷ ପରିସ୍ଥିତିର ଦାସ। କର୍ଣ୍ଣ ମୋ ପାଟିରୁ କଥା ଛଡ଼େଇ ନେଇ କହିଲେ, ପରିସ୍ଥିତିର ଦାସ ମୁଁ ବି ଥିଲି, କିନ୍ତୁ ସେଇ ସ୍ୱୟଂବର ଦିନ ପର୍ଯ୍ୟନ୍ତ। ତା ପରଠାରୁ ମୁଁ ପରିସ୍ଥିତିର ପ୍ରଭୁ ହେବା ପାଇଁ ପ୍ରତିଜ୍ଞା କରିଛି। ମଣିଷ ନିଜର ଉଦ୍ୟମ ପୁରୁଷାକାର ବଳରେ ପରିସ୍ଥିତିକୁ ନିୟନ୍ତ୍ରଣ କରେ ଏବଂ ପରିବର୍ତ୍ତନ ବି କରିପାରେ। ଏକଥା ମୁଁ ଜଗତକୁ ଦେଖାଇ ଦେବାକୁ ଚାହେଁ। ଆପଣଙ୍କ ଯୋଗୁଁ ମୋର ଏ ପ୍ରତିଜ୍ଞା, ତେଣୁ ଆପଣ ମୋର ନମସ୍ୟ। ଲକ୍ଷ୍ୟ କଲି ବର୍ତ୍ତମାନ କର୍ଣ୍ଣଙ୍କ କଣ୍ଠସ୍ୱରରେ ମୋ ପ୍ରତି ବ୍ୟଙ୍ଗ ଓ ନିଜ ଶକ୍ତି ସମ୍ବନ୍ଧରେ ଅହଙ୍କାର ପ୍ରଚ୍ଛନ୍ନ ହୋଇପଡ଼ୁଛି। କଥାଟା ନ ବଢ଼େଇ କହିଲେ, ଆଜିର ସାହାଯ୍ୟ ପାଇଁ ଧନ୍ୟବାଦ। ମା'ଙ୍କୁ ଜଣାଇଦେବି ଆପଣଙ୍କର ସାହାଯ୍ୟ ଏବଂ ସହାନୁଭୂତିର କଥା। କର୍ଣ୍ଣ ହସି ଉଠି କହିଲେ, ଆଜି ପ୍ରକୃତ ସୁତପୁତ୍ରର କର୍ତ୍ତବ୍ୟ ହିଁ କରିଛି। ସୁତପୁତ୍ର ଛଡ଼ା କିଏ ବା ନିଜର ମୃଗୟା ଛାଡ଼ି ଆପଣଙ୍କୁ ରଥରେ ବସାଇ ରାଜପ୍ରସାଦକୁ ଆଣିଥାନ୍ତା? ସେଇ ଗୋଟିଏ କଥା କହି ବାରମ୍ବାର କର୍ଣ୍ଣ ମୋତେ ବିଦ୍ରୂପ କରୁଛନ୍ତି। ସେଦିନର ଆଘାତ କ'ଣ ତାଙ୍କ ହୃଦୟରେ ଖୁବ୍ ଗଭୀର କ୍ଷତ ସୃଷ୍ଟି କରିଛି, କିନ୍ତୁ ମୋର ବା ଚାରା କ'ଣ? କର୍ଣ୍ଣଙ୍କର ସୁନ୍ଦର ଚକ୍ଷୁରେ ତୀକ୍ଷ୍ଣ ଦୃଷ୍ଟି, ଅଭିମାନରେ ଉଦାସ, ପୁଣି ତୀବ୍ର ବ୍ୟଙ୍ଗ କଟାକ୍ଷର ବକ୍ର ହୃଦୟକୁ ଭେଦି ଯାଉଥିବା ସେ ଦୃଷ୍ଟିକୁ ଏଡ଼ାଇ ଯାଇ ମୁଁ କହିଲି, ପ୍ରକାରାନ୍ତରେ ମୁଁ ଆପଣଙ୍କର ଶତ୍ରୁ, ଅଥଚ ଆପଣ ମୋର ଜୀବନ ରକ୍ଷା କରିଛନ୍ତି। ଏ ଉପକାର ଭୁଲିବାର ନୁହେଁ, ଋଣୀ ହୋଇ ରହିଲି ଚିରଦିନ। କର୍ଣ୍ଣଙ୍କର ସହଚରୀ ଅସ୍ମିତା ହସି ଉଠି କହିଲା, କଥାରେ ଅଛି, ଶତ୍ରୁକୁ ଜୀ ସାଧନ୍ତି, ମାରି ସାଧନ୍ତି ନାହିଁ। କିଏ ଜଣେ କର୍ଣ୍ଣଙ୍କର କାର୍ଯ୍ୟକଳାପ ପଛରେ କି ଉଦ୍ଦେଶ୍ୟ ଅଛି? ଅକସ୍ମାତ ହୃଦୟର ଅଶୁଭ ଆଶଙ୍କାର କମ୍ପନ ଖେଳିଗଲା। ଅହଙ୍କାରୀ ପୁରୁଷର ପ୍ରତିଶୋଧର ନିଶା କେତେ ଭୟଙ୍କର ତା ମୁଁ ଜାଣେ। ଜଳରୁ ଉଦ୍ଧାର ପାଇ ମୁଁ ଯେ ଅଗ୍ନିର ସାମ୍ନା କରିବି, ସେତେବେଳେ କିଏ ଜାଣିଥିଲା? ଶୁଣିଲି ଶ୍ରୀକୃଷ୍ଣ ଆସିଛନ୍ତି। ଶ୍ରୀକୃଷ୍ଣଙ୍କର ଆଗମନ ଉଦ୍ୟାନରେ ଫୁଲ ଫୁଟିବା ପରି ଫୁଲ ଫୁଟିଲେ ବାସ ଚହଟେ। ଫୁଲକୁ ନ ଦେଖି ମଧ୍ୟ ଜାଣିହୁଏ ଫୁଲ ଫୁଟିଛି। ଫୁଲର ବାସ ହିଁ ସବୁକିଛି। ଫୁଲକୁ ପାଖରେ